ঠিকা সংস্থার মনমানি কাম নেই চাষী হতাশ। মাঞ্জর প্রকল্প অধিকারী এবং উপজেলাপালଙ୍କୁ দাবিপত্র দেলে মালিপদর এবং ওড়সিঙ্গা চাষী। সারা রাজ্যের নিয়ন্টিয়া বর্ষা অভাবরু চাষী হতাশ। মাটি ফাটি আঁ কলানি। সেইভଳି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳରେ ମରୁଡ଼ି ଆଶଙ୍କା ଉପୁଜିଲାଣି। ଆଠମଲ୍ଲିକ ଅଞ୍ଚଳର ମାଳିପଦର ଏବଂ ଓଡସିଙ୍ଗାରେ ହେଇଥିବା ଚାଷ ଜମିକୁ ଚାଷୀ ଚାଷ କରି ଆସିଥିଲେ। ଆଶା ଥିଲା ମଞ୍ଜର ପାଇପ ଲାଇନ ଦେଇ ଆସିଥିବା ପାଣିକୁ ହେଲେ ଠିକା ସଂସ୍ଥାର ମନମାନି କାମ ଏବଂ ସରକାରୀ ବାବୁମାନଙ୍କ ସହିତ ମଧୁଚନ୍ଦ୍ରିକା ଭାବ ନେଇ ଉଚ୍ଚା ଜାଗାରେ ପାଣି ଟାପ ବସାଇବା ବଦଳରେ ତଳି ଅଞ୍ଚଳରେ ବସାଇ ଦେଇଛନ୍ତି, ଯାହାଫଳରେ ଠିକ୍ ଭାବେ ଚାଷ ଜମିକୁ ପାଣି ମାଡୁନାହିଁ, ଯାହାକି ସେହି ଅଞ୍ଚଳର ଚାଷୀ ହତାଶ। ଏବଂ ଚାଷୀଙ୍କ ମୁହଁରୁ ଯାହା ଶୁଣିବାକୁ ମିଳୁଛି, ଆମେ ଧାର କରଜ କରି ଚାଷ କରିଛୁ, ଜମି ଆମ ଚାଷ ଜମିକୁ ଠିକ୍ ଭାବେ ପାଣି ନଦେଲେ ଆମେ ଚାଷ ଜମିରେ ଆତ୍ମହତ୍ୟା କରିବା ନେଇ ଚାଷୀ କହିଛନ୍ତି ଏବଂ ଆଜି ଦାବିପତ୍ର ଜରିଆରେ ସରକାରଙ୍କୁ ଜଣାଇଛନ୍ତି। ଆଠମଲ୍ଲିକରୁ ସୁମନ ବଡ଼ମାଳୀଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି।